नीट दुर्नीति ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅ ଏସ୍ଏଫ୍ଆଇ ଡିୱାଇଏଫ୍ଆଇ। ନିଟ୍ ପରୀକ୍ଷାରେ ବାରମ୍ବାର ଜାଲିଆତି ହେବା ଏନ୍ଟିଏ ଦ୍ୱାରା କରାଯାଉଥିବା ପରୀକ୍ଷାଗୁଡ଼ିକରେ ଦୁର୍ନୀତି ରୋକିବାରେ କେନ୍ଦ୍ର ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହାର ମୁଖ୍ୟ ଭାବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ଦାବି କରାଯାଇଛି। ସେହିଭଳି ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ଏହା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଜଡ଼ିତ। ଦ୍ୱିତୀୟରେ, ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ଓ ବିଭାଗ ରହିଛି। କିନ୍ତୁ ରାଜ୍ୟର ବିଜେପି ସରକାରର ବେପରୁଆ ମନୋଭାବ ଯୋଗୁଁ ଦେଶର ରାଜ୍ୟର ପ୍ରଶାସନର ଦକ୍ଷତା ଓ ସମ୍ମାନରେ ପ୍ରଶ୍ନବାଚୀ ଠିଆ ହୋଇଛି। ଏଥିପାଇଁ ଦାୟୀ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଜରୁରୀ। ସେଭଳି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଦାୟୀ ଅଫିସର, ପ୍ରସ୍ତୁତକର୍ତ୍ତା, ବିଶେଷଜ୍ଞ, ଯାଞ୍ଚ ଦାୟିତ୍ୱ ବହନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ସେହିଭଳି ଓଡ଼ିଆ ଭାଷାର ଜଣେ ଦକ୍ଷ ଅଫିସରଙ୍କୁ ବିଭାଗର ସଚିବ ଭାବେ ଅବସ୍ଥାପିତ କରି ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ପ୍ରକାଶିତ କରି ଅତିଶୀଘ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବା ପାଇଁ ଦାବି କରାଯାଇଛି। ପାଠ୍ୟପୁସ୍ତକ ଉପଲବ୍ଧ ହେବା ପର୍ଯ୍ୟନ୍ତ ପୁରୁଣା ପୁସ୍ତକରେ ପାଠ ପଢ଼ାଇବା ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଡିୱାଇଏଫ୍ଆଇ ନେତା ଯୁଧିଷ୍ଠିର ବେହେରା, ଦିଲ୍ଲୀପ ଛୋଟରାୟ, ଏସ୍ଏଫ୍ଆଇର ଗୋକୁଳ ତ୍ରିପାଠୀ, ଲୋକନାଥ ଖୁଣ୍ଟିଆ, ଡିୱାଇଏଫ୍ଆଇ ନେତା ଅଜିତ ପାଣିଗ୍ରାହୀ, ଶ୍ରୀଧର ସ୍ୱାଇଁ, ସୁଶାନ୍ତ ବିଶୋଇ, ଏସ୍ଏଫ୍ଆଇ ନେତା ଚନ୍ଦ୍ରଶେଖର ନାୟକ, ଲକିତ ଛୋଟରାୟ, ହିମାଂଶୁ ଛଟେଇ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନରେ ଅଣଛାତ୍ର ପ୍ରବେଶ ବନ୍ଦ କର। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ଆମର ଦାବି। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ଆମର ଦାବି। ଆମର ଦାବି ନ୍ୟାଯ୍ୟ ଦାବି ସରକାର ମାନି ନିଅ। ଆମର ଦାବି ନ୍ୟାଯ୍ୟ ଦାବି ସରକାର ମାନି ନିଅ।